Hello friends, welcome back to my YouTube channel. This is Pragya Rashmi Special Memory. So ଆଜି ଥିଲା ଶନିବାର ମୁଁ ବାହାରି ପଡ଼ିଥିଲି ଡ୍ୟାନ୍ସ କ୍ଲାସ୍ ଆଉ ଶାଢ଼ୀ ପିନ୍ଧିକି ଦିନେ ପହଞ୍ଚିଥିଲି ସପ୍ରେ। ଭୀରାବାବୁ ମଧ୍ୟ ସେଠି ଥିଲେ କାହିଁକିନା ଭୀରାବାବୁଙ୍କର ସପ୍ ଯେଉଁଠି ଥିଲା ତା ଉପର ମହଲାଟା ହେଉଛି ଆମ ଡ୍ୟାନ୍ସର କ୍ଲାସ୍, ତେଣୁକରି ମୁଁ ଯାଇ ପହଞ୍ଚିଥିଲି ଡ୍ୟାନ୍ସ କ୍ଲାସ୍ରେ। ଚାଲନ୍ତୁ ଦେଖିବା। लेट हो गला मु छुआ मान केते दिन हेल्ला देखी नी ना रे बिले मिस्किंगमयी ये कहीं नुआ हाँ भूमि प्रणाम कर दिया भूमि प्रणाम। आज कौन अर्पिता स्पेशल तुम अच्छी कि अच्छा अच्छा हाँ कर एपट को नहीं करना एपट भल लाइट आस कर गुरु ब्रह्मा गुरु विष्णु गुरुदेवा महेश्वर गुरु साक्षात् परब्रह्म तस्मै श्री गुरवे नमः। ओम शांति शांति शांति। 1 2 3 4 1 2 3 4 स्मितालीन आगक आसल पूरा पूरा कह एमती डाउन हम आखि मुवमेंट हम पूरा कह जगतमयी दीदी केमती कर फॉलो कर है सामना को पूरा सामने देखिकी करार ना आखि जो स्टेपिंगटा दिया साथ आखि मुवमेंट करार अच्छी है देख 1 2 3 स्टार्ट 1 2 3 4 1 2 3 4 1 डाउन हो स्मितालीन 1 2 3 4 1 2 3 4 1 तापरे कर आगे छिड़ा है कि गोटे गोटे की पूरा कह प्रलिप्त आस संयुक्त हस्त मुद्रा कर संयुक्त हस्त मुद्रा 23 प्रकार जथा अंजलि कपोत कर्कट स्वस्तिक दोलहस्त पुष्पकूट उच्चंग शिवलिंग स्वस्तिक शंख चक्र संपुट पाश कीड़क मत्स्य कूर्म वराह गरुड़ नागवंध खट्व
अनन्या शिरभित कर समस्ते भल से प्रैक्टिस कर आज समस्ते पिला कुआडे गले कि कर अभिनय दर्पण मतरे शिरभेद न प्रकार जथा समशीर उद्वाहित शिर अधोमुख शिर भक्त शिर कंपित शिर मन नहीं हई मन नहीं स्मिता लेन कर मन नहीं तापर आलोलित शिर केते बड़ कहब अर्पिता असंयुक्त हस्त मुद्रा भल से कर असंयुक्त हस्त मुद्रा अधचंद्र केमिति शिखर कपिथ तापरे हाथ ठीक रे रख अर्पिता हाथ ठीक रे रख सूची चंद्रकला भल से कर तापरे चंद्रकला तापरे तापरे गली पड़ुच हाँ कहीं बस बस से बुढ़ीटा तो हाँ ये गोटे बड़ बुढ़ी निजे पड़ो है जगतमय जा अंगुष्ठा कर जाओ से कहब कहले मु करी आ केते वर्ष डांस क्लास रे बुढ़ी हेले केते वर्ष पर अंगुष्ठा छाड़िबा कुआ गोटे शुण अंगुष्ठा आसीनी आ ताहले छाड़ी बसलो तर्जनी मध्यमा
ଅନାମିକା ଅନାମିକା କନିଷ୍ଠା ଭେରି ଗୁଡ୍ ମନେ ରଖିବ ହେଲା ଠିକ୍ ଅଛି ହଉ ମତେ କୁହ ମୁଁ ଯାହା ପଚାରୁଛି ଆନ୍ସର ଦିଅ ହେଲା ମୁଁ ଯାହା କ୍ୱେଶ୍ଚିନ୍ କରୁଛି ଓଡ଼ିଶୀ ନୃତ୍ୟ କାହାକୁ କୁହାଯାଏ କୁହ ଅନନ୍ୟା ସ୍ମିତାଲିନ ସୌମ୍ୟା ଆଉ ସିମରନ୍ ସବୁ କୁହ ସେଇଠି କୁହ ତମେ ଜଣ କୁହ ଭଲସେ ଭଲ ଡେଫିନେସନ୍ ନେଇ କୁହ ଜଣେ ହେଲେ କୁହ ଚଳିବ କିନ୍ତୁ ଭଲସେ କୁହ ଓଡ଼ିଶୀ ନୃତ୍ୟ ଭାରତରେ ପ୍ରଚଳିତ ଓଡ଼ିଶାରୁ ଆରମ୍ଭ ହୋଇଥିବା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଆଉ ଲୋକନୃତ୍ୟ ଅଟେ ତାପରେ ହେଉଛି ଆମର ଯେଉଁ ସଂଯୁକ୍ତ ହସ୍ତ ମୁଦ୍ରା ତାହେଲେ ଆମେ ଗୋଟେ ଏମିତିଆ ଡେଫିନେସନ୍ ଦିଅ ଯେଉଁଟାକି ତୁମେ କହିବ କି ସେଇଟାକୁ ସଂଯୁକ୍ତ ମୁଦ୍ରା କୁହାଯାଏ ଜାଣିଛ ନା ନାହିଁ କୁହ ମନର ଭାବନାକୁ ଦୁଇ ହସ୍ତରେ ମିଳିତ କରି ଯେଉଁ ମୁଦ୍ରାରେ ଆମେ ପ୍ରକାଶ କରିଥାଉ ତାକୁ ସଂଯୁକ୍ତ ହସ୍ତମୁଦ୍ରା କୁହାଯାଏ ଅସଂଯୁକ୍ତ ହସ୍ତ ମୁଦ୍ରା କାହାକୁ କୁହାଯାଏ ମନର ଭାବକୁ ଏକ ହସ୍ତରେ ପ୍ରକାଶ କରିବାକୁ ଅସଂଯୁକ୍ତ ହସ୍ତମୁଦ୍ରା କୁହାଯାଏ ମାରିଦେବି ଚଟକଣି ଅସଂଯୁକ୍ତ ହସ୍ତ ମୁଦ୍ରା କୁହାଯାଏ ହେଲା ଏବେ ବୁଝିପାରିଲ ତେବେ ସଂଯୁକ୍ତ ହସ୍ତ ମୁଦ୍ରା କାହାକୁ କୁହାଯାଏ ପିଲାମାନେ କହିଲ କୁହ ବଡ଼ ପାଟିରେ ମନର ଭାବନାକୁ ଶୁଣ ଥରେ ସ୍ମିତାଲିନ କୁହ ତାପରେ ସମସ୍ତେ ପାଳି ଧରିବ ମନର ଭାବନାକୁ ଦୁଇ ହସ୍ତରେ ପ୍ରକାଶ କରିବାକୁ ମନର ଭାବନାକୁ ଯେଉଁ ମୁଦ୍ରାରେ ଆମେ ଦୁଇ ହସ୍ତ ସଂକ୍ଷେପ କରିଥାଉ ତାହାକୁ କୁହାଯାଏ ମୁଁ ତୁମକୁ ଡେଫିନେସନ୍ ମାନେ ଡକେଇଥିଲି ଦେଖିବ ମନର ଭାବକୁ ଦୁଇ ହାତରେ ପ୍ରକାଶିତ କରିବାକୁ ଏମିତି କୁହାଯାଇଛି ଦେଖିବ ଡେଫିନେସନ୍ ଭଲସେ ଦେଖିବ କାଲି ଖାତା ଧରିକି ଆସିଥିବ ଦେଖିଲ କ'ଣ ଡକା ହେଇଛି କିଛି ତ ଗୋଟେ ଛାଡ଼ୁଛ ଆଣୁନ ଡକା ହେଇନି ମୁଁ ଲେଖିଥିଲି କାହା ଖାତାରେ ଗୋଟେ ସିମରନ୍ ତମ କପି ଆଣିଛ ଆଣିନ ନା କାଲି ଧରିକି ଆସିବ ଓକେ ଠିକ୍ ଅଛି ଥିଓରି କ୍ଲାସ୍ ଏତିକି ଥାଉ ଗୋଟେ କାମ କର ତମେ ଟିକେ ଆମର ବସ ଏପଟକୁ ଆସ ବସ ମୋତେ କୁହ ଦୁଇ ଜଣ ଯାକ ହେଲା ମୋତେ କୁହ ଆମର ସମ୍ବଲପୁରୀ ନୃତ୍ୟ କ'ଣ କ'ଣ ସବୁ ଶିଖାଯାଇଛି ଆଗକୁ ଆସୁଛି ନୂଆଖାଇ ଫେଷ୍ଟିଭାଲ୍ର ଡ୍ୟାନ୍ସ ଅଛି ତେଣୁକରି ଆଗ ଦେଖିବା ଆମର ସମ୍ବଲପୁରୀ କ'ଣ କ'ଣ ଶିଖାଯାଇଛି ମୋତେ କୁହ ପ୍ରଥମେ ରସ ଜାମୁଡାଲି ହଁ ଡୁଙ୍ଗରି ପାହାଡ଼ ତଳେ ହଁ ହଁ ସଖୀ ସଙ୍ଗେ ଗଲେ ହଁ ତାପରେ ଝୁପା ଝୁପା ହଁ ଆଖି ବୁଜିଦେଲେ ଦିଶୁଛି ମତେ ମାସ ମଲେଇ ଆଉ ଝୁଲି ଝୁଲି ଆସିছে କଳା ଠିକ୍ ଅଛି ଆମର ତ ଯେଉଁ ଆଗକୁ ଯେଉଁ ପ୍ରୋଗ୍ରାମ୍ ଆସୁଛି ସବୁ ଅଛି ସେମି କ୍ଲାସିକାଲ୍ ଅଛି ହେଲା ସମ୍ବଲପୁରୀ ଅଛି ଯିଏ ଯେଉଁଟା ମାନେ ଯାହା ବି ସେମି କ୍ଲାସିକାଲ୍ କ୍ଲାସିକାଲ୍ ସମ୍ବଲପୁରୀ ଯିଏ ଯେଉଁଟା କରିପାରିବ କିନ୍ତୁ ଯେହେତୁ ଗୋଟେ ନୂଆଖାଇର ପ୍ରୋଗ୍ରାମ୍ ଟିକେ ସମ୍ବଲପୁରୀ କଲେ ଟିକେ ଭଲ ଲାଗିବ ହେଲା ତେଣୁକରି ଆଜି ଆମେ ସମ୍ବଲପୁରୀ ଶିଖିବା ମାନେ ଏକୁଟିଆ ଏକୁଟିଆ ଶିଖିବା ଯଦି ତୁମେ ଦୁଇ ଜଣଙ୍କ ଡୁଏଟ୍ କରିବ ତାହେଲେ ଡୁଏଟ୍ ଶିଖିବା ଆଉ ଠିକ୍ ଅଛି ଭେରି ଗୁଡ୍ ଏପାଳିକା ସବୁ ପ୍ରୋଗ୍ରାମ୍ ଆଟେଣ୍ଡ କରିବ ୟା ପରେ ନେକ୍ସଟ ପ୍ରୋଗ୍ରାମ୍ ଯିବ ବାବାଙ୍କ ସାଥିରେ କଥା ହେବ ମୁଁ ମୋ ମ୍ୟାମ୍ଙ୍କ ସାଥିରେ ଯିବି ମ୍ୟାମ୍ଙ୍କ ସାଥିରେ ଆସିବି ହେଲା ଠିକ୍ ଅଛି ମଧୁର
जे ମୋ ପିଲାମାନେ ଆମେ ଗୋଟେ ନୂଆ ସଙ୍ଗକୁ ପ୍ରାକ୍ଟିସ୍ କରୁଥିଲୁ ଆଉ ସମସ୍ତେ ଭଲସେ କେମିତି କୋରିଓଗ୍ରାଫି ମୁଁ ଦେଉଥିଲି ଏବଂ ସମସ୍ତେ କେମିତି ଭଲସେ କରିବେ ସେଇଟା ହିଁ ଆମେ ଦେଖୁଥିଲୁ। କାହିଁକିନା ପିଲାମାନଙ୍କୁ ଟିକେ ଭଲସେ ପ୍ରାକ୍ଟିସ୍ ଯେହେତୁ ଧୀରେ ଧୀରେ ବଡ଼ ହେଉଛନ୍ତି ତାଙ୍କୁ ଭଲସେ ପ୍ରାକ୍ଟିସ୍ର ନିହାତି ଆବଶ୍ୟକ ଅଛି। ସମସ୍ତେ ଜାଣିଛନ୍ତି ମୋ ମହିମା ନୃତ୍ୟ ଡ୍ୟାନ୍ସ ଏକାଡେମୀର ପିଲାମାନେ ବହୁତ ଭଲ, କାହିଁକିନା ସେମାନଙ୍କୁ ଯେଉଁ ବି ଗୀତ ଦିଅନ୍ତୁ ସେମାନେ ଭଲସେ ପ୍ରାକ୍ଟିସ୍ କରିଥାନ୍ତି। ଏବଂ କାଲି ସମ୍ବଲପୁରୀ ନୃତ୍ୟ ଗୋଟେ ପ୍ରାକ୍ଟିସ୍ ଚାଲିଥିଲା ଯେଉଁଟାକି ନାଁ ଥିଲା ମାଇଲା ଜଡ଼। ଏବଂ ସମ୍ବଲପୁରୀ ନୃତ୍ୟ ଟିକେ ଯେତେ ତଳକୁ ନେଇକି କରିବ ତେବେ ଦେଖିବାକୁ ସୁନ୍ଦର ଲାଗେ ନୃତ୍ୟଟି। ଆଉ ମୁଁ ମଧ୍ୟ ପିଲାମାନଙ୍କୁ ବହୁତ ଭଲସେ ପ୍ରାକ୍ଟିସ୍ କରୁଥିଲି, କାହିଁକିନା ଆଗକୁ ଆସୁଅଛି ଆମର ନୂଆଖାଇ ପ୍ରୋଗ୍ରାମ୍, ପିଲାମାନେ ପାର୍ଟିସିପେଟ୍ କରିବେ, ତେଣୁକରି ପିଲାମାନେ ମଧ୍ୟ ଏକ୍ସାଇଟେଡ଼୍ ଥିଲେ ଏବଂ ମୁଁ ମଧ୍ୟ ବହୁତ ଏକ୍ସାଇଟେଡ଼୍ ଥିଲି। ପିଲାମାନଙ୍କୁ ଭଲସେ ପ୍ରାକ୍ଟିସ୍ କରୁଥିଲି। ସମ୍ବଲପୁରୀ ଯେତେ ନୃତ୍ୟ ହେଲେ ବି ସମ୍ବଲପୁରୀ ନୃତ୍ୟ ସୁନ୍ଦର, ଯେମିତି ତା'ର ବାଜାର ଯେଉଁ ଢାଞ୍ଚା ରହିଥାଏ ବହୁତ ଭଲ ଲାଗେ। ଏବଂ ଦେନ୍ ତାପରେ କ୍ଲାସ୍ ସରିବା ପରେ ବେହେରା ଆଉ ମୁଁ ଯାଇଥିଲୁ ଟିକେ ଷ୍ଟୁଡ଼ିଓ ସପ୍, କାହିଁକିନା ଆମର ଆଜି ଫାର୍ଷ୍ଟ ଟାଇମ୍ ପାଇଁ ପାସପୋର୍ଟ ସାଇଜ୍ ଫଟୋ ଉଠାଇବାର ଥିଲା। ତେଣୁକରି ଆମେ ଯାଇ ପହଞ୍ଚିଥିଲୁ ପ୍ରଜ୍ଞା ଷ୍ଟୁଡ଼ିଓରେ। ଆଉ ସେଠି ମଧ୍ୟ ମୁଁ ଛୋଟବେଳୁ ଆଜି ପର୍ଯ୍ୟନ୍ତ ସବୁବେଳେ ଫଟୋ ସୁଟ୍ କରି ଆସେ ଏବଂ ଫଟୋ ସୁଟ୍ ସରିଲା ପରେ ମୁଁ ଗୋଟେ ସିଙ୍ଗଲ୍ ଫଟୋ ନେଇଗଲି। ଫଟୋ ସୁଟ୍ କରିବା ତ ମୋତେ ବହୁତ ପସନ୍ଦ, ତେଣୁକରି ଗୋଟେ ସୁନ୍ଦର ଫଟୋ ମୁଁ ମଧ୍ୟ ନେଇଯାଇଥିଲି। ଏବଂ ତାପରେ ଫଟୋ ସୁଟ୍ ସରିଲା ପରେ ମୁଁ ଆସିଥିଲି ଦେଖିବା ପାଇଁ ମୋର କେତେ ଫଟୋ, ଛୋଟବେଳର କେତେ ଫଟୋ ଅଛି। ଏଇଠି ଦେଖ, ଏଇଟା ହେଉଛି ମୋର ସ୍କାଉଟ୍ ଟାଇମ୍ର ଫଟୋ, ଯେତେବେଳେ ସ୍କାଉଟ୍ ଗାଇଡ଼୍ ମୁଁ ନେଇଥିଲି ସେତେବେଳେ ଏଇଟା ତା'ର ଫଟୋ। ଏବଂ ତାପରେ ଦୁଇ କର ଚୁଟି ବାହାରିକି ଗୋଟେ ଫଟୋ ଉଠାଇଥିଲି, ସେତେବେଳେ ମୁଁ କେମିତି ଥିଲି ଦେଖାଉଥିଲି ଦେଖନ୍ତୁ। ଏବଂ ତାପରେ ଏଇଟା ଆହୁରି ଗୋଟେ କୁନି ବେଳର ଫଟୋ, ଟିକେ କ୍ଲାସ୍ 7-8 ବୋଧେ ଆଇ ଥିଙ୍କ ପଢ଼ୁଥିଲି, ଫାର୍ଷ୍ଟ ଚୁଡ଼ିଦାର ପିନ୍ଧିଥିଲି, ଏଇଟା ସେତେବେଳର ଫଟୋ। ଏବଂ ତାପରେ ବି ଗୋଟେ ଛୋଟ ଫଟୋ ଅଛି ଯେଉଁଟାକି ଦେଖିଲେ ମୋତେ ବହୁତ ହସ ଲାଗୁଛି। ବଟ୍ ଏଇ କୁନିଟେ ଥିଲି, ପୁରା ଛୋଟଟେ ଥିଲି, ଯେତେବେଳେ ପୁରା ଚିଆଁଟେ ଦେଖାଉଥିଲି। ଏବଂ ମୋତେ ଭାରି ଖୁସି ଲାଗିଲା। ଯେତେ ହେଲେ ବି ପୁରୁଣା ଫଟୋ ଦେଖିଦେଲେ ନିଜକୁ ଖୁସି ଲାଗେ ଆଉ ମଧ୍ୟ ହସ ଲାଗେ। ତାପରେ ଆମର ମ୍ୟାରେଜ୍ର ଫଟୋ ଉଠେଇ ଫଟୋ ବାହାର କରିବା ଏବେ କେତେ ଦିନ ଗଲା ପରେ ତମର ମ୍ୟାରେଜ୍ ସାର୍ଟିଫିକେଟ୍ କେଜାଣି ବାବା ବୁଝିବେ, ଆମର ଆକ୍ଚୁଆଲି କୋର୍ଟ ମ୍ୟାରେଜ୍ ସାର୍ଟିଫିକେଟ୍ ଅଛି। ସୁନ୍ଦର ବାହାରି ପଡ଼ିଲା ବେହେରା ବାବୁଙ୍କ ସାଥିରେ। ଏ ଦେଖନ୍ତୁ ଆମେ ମ୍ୟାଚ୍ ପ୍ରାୟ ହେଇଯାଇଥିଲୁ। ଏଇଟା ହେଉଛି ମୋ ମ୍ୟାରେଜ୍ର ଫଟୋ ବାହାରି ପଡ଼ିଲା। ଦେନ୍ ଆମର ଏଇଠି ସରିଯାଇଛି ଆଜିର ବ୍ଲଗ୍ ଭିଡ଼ିଓ। ଆଉ ଆପଣମାନଙ୍କୁ ଆମ ଭିଡ଼ିଓ କେମିତି ଲାଗୁଛି ପ୍ଲିଜ୍ କମେଣ୍ଟ ସେକ୍ସନ୍ରେ କୁହନ୍ତୁ। ରହୁଛି।